ନମସ୍କାର, ଜୟ ଜଗନ୍ନାଥ। ଆଜିର କେତେ ଗୁଡ଼ିଏ କିଚେନ୍ ଟିପ୍ସ, ବହୁତ ଭଲ ଭଲ ଟିପ୍ସ ସବୁ ଆପଣମାନେ ଦୟାକରି ଧ୍ୟାନ ସହିତ ସବୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। 1 ନମ୍ବରରେ, ଯଦି ଟମାଟୋ ସୁପ୍ରେ କିଛି ଶୁଖିଲା ପୋଦିନା ପତ୍ର ମିଶାଇ ଦେବା, ତେବେ ଏହା ଦ୍ୱାରା ଟମାଟୋ ସୁପ୍ ଅଧିକ ସ୍ୱାଦିଷ୍ଟ ଲାଗିବା ସହିତ ଅଲଗା ଟେଷ୍ଟ ମଧ୍ୟ ଆସିଥାଏ। ତେଣୁ ଏହାକୁ ଥରେ କରିକି ଆପଣଙ୍କ ଘରେ ଦେଖନ୍ତୁ, ନିଶ୍ଚିନ୍ତ ଆପଣମାନଙ୍କୁ ଭଲ ଲାଗିବ। ପରବର୍ତ୍ତୀ ଟିପ୍ସରେ, ଅଦା, ରସୁଣ, କଞ୍ଚା ଲଙ୍କାର ବଟାକୁ ଅଧିକ ଦିନ ଯଦି ଆପଣ ଫ୍ରେଶ୍ ରଖିବାକୁ ଚାହୁଁଥିବେ, ତାହେଲେ ସେଥିରେ କ'ଣ କରିବେ ନା, ଅଳ୍ପ ସୋରିଷ ତେଲ ଓ ଅଳ୍ପ ହଳଦୀ ପକାଇ ତାକୁ ଏକ ଏୟାର ଟାଇଟ୍ ଡବାରେ ତାକୁ ରଖିଥିବେ। ଏହା ଜଲ୍ଦି ଖରାପ ହେବ ନାହିଁ। ଆଉ ଏକ ଟିପ୍ ହେଲା, ମାର୍କେଟ ଭଳି ଯଦି ଆମେ ସମସ୍ତେ କ'ଣ ଆଇସ୍କ୍ରିମ୍ ଯେତେବେଳେ ମାର୍କେଟରୁ କିଣନ୍ତି, ସବୁବେଳେ ଭାବନ୍ତି ଘରେ ତିଆରି ଆଇସ୍କ୍ରିମ୍ କେମିତି ତିଆରି କରି ଖାଇବା, ଯେମିତି ବାହାରେ ମିଳୁଛି ସେଇଭଳି। ତାହେଲେ ସେଭଳି ଯଦି ଆମେ ଖାଇବାକୁ ଚାହିଁବା, କେମିତି ତିଆରି କରିବା, ସବୁବେଳେ ଚେଷ୍ଟା କରନ୍ତୁ ଯେତେବେଳେ ତିଆରି କରିବେ କଞ୍ଚା କ୍ଷୀର ବ୍ୟବହାର କରନ୍ତୁ। ଏହାଦ୍ୱାରା ଆଇସ୍କ୍ରିମ୍ ଅଧିକ ସ୍ୱାଦିଷ୍ଟ ଲାଗିଥାଏ। ଆଳୁ ଟିକି ଯେତେବେଳେ ତିଆରି କରିବା ପାଇଁ ଆଳୁରେ କିଛି କଞ୍ଚା କଦଳୀ ମିଶାଇ ତାକୁ ସିଝାଇକି ତାକୁ ପକାଇବା ଦ୍ୱାରା ଆଳୁ ଟିକି ଅଧିକ ସ୍ୱାଦିଷ୍ଟ ଲାଗିଥାଏ। କାହିଁକି ନା ଆଳୁ ଟିକିରେ କଦଳୀ ପଡ଼ିଲା ପରେ ଆଳୁ ଟିକେ କ'ଣ ହେଉଛି ନା, ମସ୍କା ଟିକେ ଲାଗିଥାଏ। ତ ସେଥିପାଇଁ ଏଭଳି କଲେ ଆପଣଙ୍କୁ ସ୍ୱାଦିଷ୍ଟ ଓ ଆହୁରି ଅଧିକ ସ୍ୱାଦିଷ୍ଟ ଟିକା ମିଳିଥାଏ। ଧନିଆ ପତ୍ର ଚଟଣି କରିବା ପାଇଁ ଯଦି ଆପଣମାନଙ୍କ ପାଖରେ କଞ୍ଚା ଟମାଟୋ ପରିବର୍ତ୍ତେ ଆପଣମାନେ ଭଜା ବା ପୋଡ଼ିକି ସେଇ ଟମାଟୋ ବ୍ୟବହାର କରନ୍ତି, ତାହେଲେ ଏହି ଚଟଣି ଅଧିକ କଞ୍ଚା ଟମାଟୋ ଠାରୁ ଅଧିକ ସ୍ୱାଦିଷ୍ଟ ଲାଗିଥାଏ। ଏହାକୁ ଥରେ କରିକି ଆପଣ ଖାଆନ୍ତୁ, ଦେଖିବେ କେଉଁଟା ଭଲ ଲାଗୁଛି। ମିଠା ପାଇଁ ଶିରା ଯଦି ଆପଣମାନେ ତିଆରି କରୁଛନ୍ତି, ସେଇ ଟାଇମ୍ରେ କ'ଣ କରିବେ ନା, ଚିନି ଶିରାରେ ଅଳ୍ପ ଲେମ୍ବୁ ରସକୁ ଚିପୁଡ଼ି ଦେବେ ଏବଂ ଦେଖିବେ ଯେଉଁ ଚିନିରେ ଯେଉଁ ମଇଳା ସବୁ ସିଏ ଗୋଟେ ସାଇଡ଼୍ ହେଇଯିବ। ଯେତେବେଳେ ଆମେ ପକୋଡ଼ା କରି ଖାଆନ୍ତି, ଆମକୁ କ'ଣ ପକୋଡ଼ା ମଚମଚ ଯେଉଁ ପକୋଡ଼ା କ୍ରିସ୍ପି ଟାଇପ୍ର ସେଇଟା ଆମକୁ ଭଲ ଲାଗିଥାଏ। ତାହେଲେ ସେଭଳି ପକୋଡ଼ା କରିବା ପାଇଁ ଆମେ କ'ଣ କରିବା ନା, ଚାଉଳ ଗୁଣ୍ଡ ଓ 2 ଚାମଚ ଗରମ ତେଲ ପକୋଡ଼ାରେ ପକାଇଲେ ପକୋଡ଼ା ପୁରା ମସ୍କା ପକୋଡ଼ା ହେଇଥାଏ। ପରବର୍ତ୍ତୀ ଟିପ୍ସ, ମସଲା କିମ୍ବା ଚଟଣି କରିଲା ପରେ ଗ୍ରାଇଣ୍ଡରରେ ଦାଗ ଏବଂ ସ୍ମେଲ୍ ରହିଯାଇଥାଏ। ତେଣୁ କାମ ସାରିବା ପରେ ଗ୍ରାଇଣ୍ଡରରେ କିଛି ପାଣି ଓ ୱାଶିଂ ପାଉଡ଼ର ପକାଇ ୟାକୁ ଆଉଥରେ ଘୁରାଇ ଦେଲେ ଗ୍ରାଇଣ୍ଡର ଜାର୍ଟି ପୁରା ସଫା ହେଇଯାଇଥାଏ। ପିତା ଓ କଷା ଶାଗ ଖାଇବାକୁ ବିଲକୁଲ କାହାକୁ ଇଚ୍ଛା ହୋଇନଥାଏ। ତେଣୁ ପ୍ରଥମେ ଯଦି ପିତା କମ୍ କରିବାକୁ ଚାହୁଁଛନ୍ତି, ପ୍ରଥମେ ଆମେ କ'ଣ କରିବା ନା, ପିତା ଓ କଷା ଶାଗକୁ ପାଣିରେ କିଛି ସମୟ ପାଇଁ ଭିଜାଇ ରଖିଦେଲେ ତାହାର ପିତା ଅଂଶ ଓ କଷା ଅଂଶ କମିଯାଇଥାଏ। ଏପରି କଲେ ଆମକୁ ପିତା ଓ କଷା ଶାଗରୁ ଟିକେ କମ୍ ମିଳିଥାଏ, ଆମକୁ ଖାଇବାକୁ ମଧ୍ୟ ଭଲ ଲାଗିଥାଏ। ଯେତେବେଳେ ଆମେ ପିଠା ଦୋସା ତିଆରି କରିଥାନ୍ତି, ସେହି ସମୟରେ ସେଇ ଯେଉଁ ପ୍ୟାନ୍ରେ ପ୍ରଥମେ କିଛି ପାଣି ଯଦି ଆମେ ଛିଞ୍ଚି ଦେବା, ତାହେଲେ ଛିଞ୍ଚିଲା ପରେ ଦୋସାର ଯେଉଁ ଆଣକୁ ଆମେ ତାପରେ ଦେବା ଏବଂ ତାପରେ ଦୋସାର ଆଣ ପକାଇ ଦେଲେ ଦୋସା ଭଲସେ ଉଠିଯାଏ। ଆମର ଯେଉଁ ତାୱାରେ ଲାଗେନି, ଉଠି ଯାଇଥାଏ। ଯେକୌଣସି ଯଦି ଆମେ ପୋଡ଼ପିଠାରେ ଅଳ୍ପ କ୍ଷୀର ଗୁଡ଼ ମିଶାଇବା ଦ୍ୱାରା ପିଠାରେ ଅଧିକ ସ୍ୱାଦିଷ୍ଟ ଲାଗିବା ସହିତ ସମସ୍ତେ ପ୍ରତିଦିନ ପୋଡ଼ପିଠା ଖାଇବାକୁ ମଧ୍ୟ ଇଚ୍ଛା କରିଥାନ୍ତି। ତେଣୁ ଏଇଭଳି କରନ୍ତୁ, ଦେଖିବେ ଘରେ ସମସ୍ତେ ପୋଡ଼ପିଠା ଖାଇବାକୁ ମନ କରିବେ।
କ୍ଷୀରରୁ ଅଧିକ ଯେତେବେଳେ ଆମେ କ୍ଷୀରକୁ ମଲେଇ କରିବା ପାଇଁ ରଖନ୍ତି ତା'ର ସରକୁ, ତା ପୂର୍ବରୁ ଆମେ କ'ଣ କରିବା ନା କ୍ଷୀର ଯେତେବେଳେ ଗରମ ଫୁଟି ସାରିବ ତାକୁ ଥଣ୍ଡା କରିକି ଫ୍ରିଜରେ ରଖିଦେବା ଏବଂ ତାପରେ ଫ୍ରିଜ ରଖିଲା ପରେ ତାକୁ ବାହାର କଲେ କିଛି ଘଣ୍ଟା ପରେ ସିଏ କ'ଣ ହେଇଛି ନା ସେ ଯେଉଁ ସରଟା ଫୁଲି ଯାଇଥାଏ, ସେଇ ସରର ଯେଉଁ ଫୁଲିଯାଏ ସେଇ ସରକୁ ଯଦି ଆମେ କାଢ଼ିକି ରଖିବା ସେଇ ମଲାଇରୁ ଆମର ଅଧିକ ଘିଅ ମିଳିଥାଏ। ରସୁଣରୁ ଯଦି ଆମେ ରସୁଣ ଚୋପା ଛଡ଼େଇବା ବହୁତ କଷ୍ଟ, ଦର୍ଜ ହେଇଥାଏ, ଆମର ଯେଉଁ ନଖ ଟିପ ଦରଜ ଲାଗିଥାଏ। କିନ୍ତୁ ଆମେ କ'ଣ ସହଜ ଉପାୟ ହେଲା କି ପାଣିରେ ଯଦି ରସୁଣକୁ ଭିଜେଇ ଦେବା ପକାଇ ଦେଇକି ତାପରେ ସିଏ ଚୋପା ସଫ୍ଟ ହେଇଯାଇଥାଏ, ଆମକୁ ଛଡ଼େଇବାକୁ ମଧ୍ୟ ସୁବିଧା ହୁଏ, ଜଲ୍ଦି ମଧ୍ୟ ରସୁଣ ଚୋପା ଛାଡ଼ି ଯାଇଥାଏ। ବରା ଖାଇବାକୁ ତ ସମସ୍ତଙ୍କୁ ଭଲ ଲାଗିଥାଏ, କିନ୍ତୁ ବରାର ଯେଉଁ ଆଣକୁ ଘରେ ଯେତେବେଳେ ଆମେ ବରା ଛାଣନ୍ତି ବରାର ଆଣକୁ ବହୁତ ସମୟ ଫେଣାଇବା ଦ୍ୱାରା ବରା ଅଧିକ ସ୍ୱାଦିଷ୍ଟ ଓ ନରମ ହେଇଥାଏ। କ୍ଷୀର ଛିଣ୍ଡିଗଲେ ସେଇ ପାଣିକୁ ଯଦି ଆମେ ଫୋପାଡ଼ି ଦିଅନ୍ତି, କିନ୍ତୁ ତାକୁ ନ ଫୋପାଡ଼ି ସେଇ ପାଣିରେ ଆମେ କ୍ଷୀର ଆଉ ଥରେ ପୁଣି ତାକୁ ଛିଣ୍ଡେଇ ପାରିବା। ନହେଲେ ଏହା ସହିତ ଅଟା ଚକୁଡ଼ି ଦେଇକି ରୁଟି ଖାଇଲେ ବହୁତ ସ୍ୱାଦିଷ୍ଟ ଓ ନରମ ମଧ୍ୟ ଲାଗିଥାଏ। ପିଆଜ ଆମେ ଯେତେବେଳେ ଭାଜିବା ସେଇ ଟାଇମରେ ଯଦି ଅଳ୍ପ ଲୁଣ ପକାଇଦେବା ପିଆଜ ପୁରା ସଫ୍ଟ ହୋଇଯାଇଥାଏ। ଲେମ୍ବୁକୁ ଅଧିକ ଦିନ ସୁରକ୍ଷିତ ରଖିବା ପାଇଁ ଆମେ କ'ଣ କରନ୍ତି ନା ଲେମ୍ବୁକୁ ଗୋଟିଏ ପଲିଥିନରେ ଭଲସେ ରଖି ତାକୁ ଟାଇଟ୍ କଣ୍ଟେନରରେ ଷ୍ଟୋର କରି ଯଦି ରଖିବା ଫ୍ରିଜରେ ସେ ବହୁତ ଦିନ ପାଇଁ ରହିଥାଏ, ଖରାପ ହୁଏ ନାହିଁ। ଗୋଟା ଅଣ୍ଡାକୁ ବା କଞ୍ଚା ଲଙ୍କାକୁ ତେଲରେ ଯେତେବେଳେ ଆମେ ପକାନ୍ତି ସେ କ'ଣ ଫାଟିଥାଏ, ତାକୁ ସେଥିପାଇଁ ଅଣ୍ଡା ବା କଞ୍ଚା ଲଙ୍କାକୁ ଟିକେ ଫୁଟେଇକି ଆମେ ତେଲରେ ପକାଇବା, ତାହେଲେ ଆଖିରେ ଇଏ ପଡ଼ିବ ନାହିଁ। ଅଣ୍ଡା ଯେତେବେଳେ ସିଝା ହେଇଥିବ ତାକୁ ଟିକେ ଯେତେବେଳେ ଚୋପା ଛଡ଼େଇକି ତାକୁ କ'ଣ କରନ୍ତି ନା ତା ଖୋଳକୁ ଛଡ଼େଇଲା ପରେ ତାକୁ ଟିକେ ଫୁଟା କରିଦେଲେ ସିଏ ଆଉ ଫୁଟିବ ନାହିଁ। କଞ୍ଚା ଲଙ୍କା ମଧ୍ୟ ଟିକେ ଭାଙ୍ଗି ଦେଇକି ପକାଇଲେ ଆଉ ସେ ଫୁଟିବନି। ଗରମ ତେଲରେ ଫୁଟିବା ସମୟରେ ଘୋଡ଼ଣି ଘୋଡ଼ାଇବା ଦ୍ୱାରା ଫୁଟଣ ଯେଉଁ ଫୁଟାନ୍ତି ସେ ଫୁଟଣ ଆଉ ଛିଟିକିବ ନାହିଁ ବା ଗ୍ୟାସ୍ ଚୁଲା ସାରା ଯେଉଁ ତେଲ ଗୁଡ଼ାକ ପଡ଼ିକି ଅପରିଷ୍କାର ହେବ ବି ନାହିଁ। ଯଦି ଆପଣମାନଙ୍କର ପୋଦିନା ଓ ଧନିଆ ଚଟଣି ପାଣିଆ ହେଇଯାଇଥାଏ, ତେବେ ସେଥିରେ ଆପଣ କ'ଣ କରନ୍ତି ନା ବ୍ରେଡ଼ର ଯେଉଁ ଗୁଣ୍ଡ ଗୁଡ଼ାକୁ ମିଶାଇ ଦେଲେ ସେ ଟିକେ ବହଳିଆ ହେଇଯାଇଥାଏ। କଞ୍ଚା ପନିର ଯଦି ବଳି ଯାଇଥାଏ ତେବେ ତାକୁ କିଛି ଚିନି ଛିଞ୍ଚି ଦେଇ ପନିରରେ ଗୋଳେଇ ଦେଇ ଉପରେ ଫ୍ରିଜରେ ରଖିଦେଲେ ଏହା ପନିର ଫ୍ରେଶ୍ ଭଳି ରହେ। ଚିନି ଜାରରେ ଚିନି ଯଦି ଅଧିକ ଦିନ ରହିଯାଏ ଅଠାଳିଆ ରହିଥାଏ, ତେଣୁ ଚିନି ଅଠା ନ ହେବା ପାଇଁ ଚିନି ଜାରରେ କିଛି ଶୁଖିଲା ଲଙ୍କା ରଖିଦେଲେ ଏହା ଆଉ ଚିନି ଖରାପ ହେଇନଥାଏ। ନମସ୍କାର, ଜୟ ଜଗନ୍ନାଥ। ଏଇ ଟିପ୍ସ ଯଦି ଆପଣମାନଙ୍କର ଭଲ ଲାଗିଥିବ ଦୟାକରି ଏ ଭିଡ଼ିଓକୁ ସେୟାର କରିବା ସହିତ ଲାଇକ୍ କରନ୍ତୁ। ଯଦି ନୂଆ ଦର୍ଶକ ଥିବେ ଦୟାକରି ସବସ୍କ୍ରାଇବ୍ କରନ୍ତୁ। ଆହୁରି ଆଗକୁ ଭଲ ଭିଡ଼ିଓ ମୁଁ ଆଣିବି। ନମସ୍କାର, ଜୟ ଜଗନ୍ନାଥ। ଆପଣ ସମସ୍ତେ ଭଲରେ ରୁହନ୍ତୁ।